ଖରାଟା ଏତେ ଜୋର ହେଉଛି ପାଣି ପିଇବାକୁ ପଡ଼ିବ। ପାଣି ନ ପିଇଲେ ଗାଡ଼ି ଚଲେଇ ପାରିବନି। ତ ମୁଁ ଅଛି ଏବେ ଶୈଳଶ୍ରୀ ବିହାର ଜଗନ୍ନାଥ ମନ୍ଦିର ପାଖରେ। ହ୍ୟାଲୋ ଏଭ୍ରିୱାନ୍, ଜୟ ଜଗନ୍ନାଥ, ଗୁଡ୍ ମର୍ଣ୍ଣିଂ। ଆପଣମାନଙ୍କୁ ସ୍ୱାଗତ କରୁଛି ଆଉ ଗୋଟେ ନୂଆ ଫ୍ରେଶ୍ ବ୍ଲଗ୍ରେ। ତ ସକାଳୁ ସକାଳୁ ଗାଧେଇକିରି ଭାଇ ରେଡ଼ି ହେଇଗଲିଣି, କାହିଁକି ନା ଝିଟିପିଟି ବୋବେଇଲା ସତ କହିଲା। କାହିଁକି ନା ଯେଉଁ ଭଳିଆ ଖରା ହେଉଛି ଆପଣ ଦେଖୁଛନ୍ତି 45 ଡିଗ୍ରୀ 46 ଡିଗ୍ରୀ ପାଖାପାଖି ଖରା ହେଉଛି। ତ ସକାଳୁ ସକାଳୁ ଯିବା ଡ୍ୟୁଟି କରିଦେବା 2-4 ଘଣ୍ଟା, ତ ଟାଇମ୍ରେ ଆସି ଘରେ ପହଞ୍ଚିବା। କାରଣ ଆମେ ମାନେ ମଣିଷ ଭାଇ କେତେ ସମୟ ଖଟିବା ଆପଣ କୁହନ୍ତୁ। ତ ଖଟିବାର ଗୋଟେ ସମୟ ଥାଏ, ଖଟିବାର ଗୋଟେ ବି ମାନେ ବଡି ପରମିଟ୍ କରିବା ଦରକାର। ତ ସକାଳୁ ସକାଳୁ ଗାଧେଇକି ଠାକୁର ପୂଜା ହେଇଗଲା। ତ ଚାଲନ୍ତୁ ଆଜିର ବ୍ଲଗ୍କୁ ଆମ ରୁମ୍ରୁ ଷ୍ଟାର୍ଟ କରିବା। ବାହାରେ ଦେଖୁଥିବେ କେମିତି କ'ଣ ମୌସମଟା ଅଛି, ପୁରା ଥଣ୍ଡା ଥଣ୍ଡା ଲାଗୁଛି କିନ୍ତୁ ଗରମ ଅଛି ବାହାରେ। କାଲି ଆସିଥିଲା କଦଳୀ, ଏ ଦୁଇଟା କଦଳୀ ସକାଳୁ ସକାଳୁ ଖାଇଦେବି। ଫାଇନାଲି ସକାଳୁ ସକାଳୁ ଖିଆ ହବ ଆଜି ଚକୁଳି, ଏଇଟା ହେଲା ଡାଲମା, ଏଇଟା ଗୋଟେ ଅଛି ମିକ୍ସର ଚଟଣି ଆଉ ଗୋଟେ ପିଆଜ। ଜୀବନରେ ଆମେ କିଛି ବି କାମ କରିବା, ସେ କାମଟା ପଛରେ ଗୋଟେ ରହସ୍ୟ ଥିବା ଦରକାର, କାରଣ ଥିବା ଦରକାର। ସେ କାରଣଟା ହେଉଛି ଭଗବାନ ପାଇଁ କରୁଛେ। ଏ ସୃଷ୍ଟିଟା ହେଉଛି କେବଳ ଭଗବାନଙ୍କର। ଆମେ ମାନେ ସାମାନ୍ୟ ମାନେ ସାମାନ୍ୟ ମାନବ। ତ ଯାହା କିଛି କରୁଛେ ଭଗବାନ ପାଇଁ କରୁଛେ। ଯଦି ସେଇ ଆଟିଚ୍ୟୁଡ୍ ନେଇ କାମ କରିବା, ହୁଏତ ଆମ ଲାଇଫ୍ରେ ଆମେ ଗୋଟେ ଟପ୍ ପୋଜିସନ୍ ଯାଇପାରିବାନି, କିନ୍ତୁ ଲାଇଫ୍ରେ ଯେଉଁ ଖୁସିଟା ଦରକାର ଆକ୍ଚୁଆଲି ସେଇ ଜିନିଷଟା ଆପଣଙ୍କୁ ମିଳିପାରିବ। ତ ଯଦି ଖୁସି ମିଳିପାରୁଛି ଗୋଟେ ଛୋଟ ଚିନ୍ତାଧାରାରୁ, ତାହେଲେ ଆମେ ଖୁସି କାହିଁ କରିବାନି ଆଉ ସେ ଚିନ୍ତାଧାରା କାହିଁ ରଖିବାନି। ତ ଏବେ ଆସିଲା ଟ୍ରାଫିକ୍, ତ ବହୁତ ଜାମ୍ ଅଛି। 50 ସେକେଣ୍ଡ ପରେ ଆମକୁ ଯିବାକୁ ପଡ଼ିବ। ତ ଏଇଟା ହେଉଛି କଳିଙ୍ଗ ସ୍କୋୟାର ଟ୍ରାଫିକ୍। ତ ମୋତେ ଯିବାର ଅଛି ପଟିଆ। ତ ପାଖାପାଖି ଏଇଠୁ ପାଖାପାଖି ହେଇଯିବ କେତେ 6 କିଲୋମିଟର ହେଇଯିବ। ଖରାଟା ଭାଇ ଭୟଙ୍କର ଅଛି। ଖରାଟା ଏତେ ଜୋର ହେଉଛି ପାଣି ପିଇବାକୁ ପଡ଼ିବ। ପାଣି ନ ପିଇଲେ ଗାଡ଼ି ଚଲେଇ ପାରିବନି। ତ ମୁଁ ଅଛି ଏବେ ଶୈଳଶ୍ରୀ ବିହାର ଜଗନ୍ନାଥ ମନ୍ଦିର ପାଖରେ। ତ ଏଇଠି ବହୁତ ଜୋର ଶୋଷ ଲାଗୁଛି, ପାଣିର ଷ୍ଟଲ୍ ଏଇଠି ହେଇଛି। ତ ଯାଇକି ପାଣି ଫାଷ୍ଟ ପିଇବା। ଏଠି ରଖା ହେଇଛି ପାଣି, ଏଇଟା ଏମିତି ଟେକିବାର ଅଛି। ତ ପାଣି ଆସିଯିବ ପିଇବା। ଏଇଠି ବିକ୍ରି ହେଉଛି ତାଳ, ସାର୍ ଯାଇଛନ୍ତି ତାଳ ଆଣିବାକୁ। ତ ମୁଁ ଅପେକ୍ଷା କରିଛି ତାଳ ଆଣି ସାରିଲା ପରେ ଯିବା। ତ ଏବେ ଦୋକାନରୁ ନେଇଗଲେ ଦହି, ଆଉ ନେଇ ଆସିଛି ଆମ୍ବ ନେଇ ଆସିଛି। ତା ଭିତରେ ରହିଛି ଆମ୍ବ ଅଛି। ତ ଦହି ସହିତ ଆମ୍ବଟା ଖିଆ ହବ ପଖାଳ ଭାତ। ଆଉ କିଛି ଖାଇବେନି, ଖାଇବା ଆମର ଦହି ପଖାଳ ଆଉ ସହିତ ଆମ୍ବ। ଭାଇ ତ ବଢିଆ ଲାଗିବ ପିଇବା ପାଣିଟା ଅବିକା। ତ ଫାଇନାଲି ସନ୍ଧ୍ୟାବେଳେ ଖିଆ ହବ ବରା ଆଉ ଆଳୁଚପ। ତ ଫାଇନାଲି ରାତିରେ ଖାଇଦେବା ପଖାଳ ଭାତ, ଆମ୍ବ ଅଛି, ଆଉ ଏଇଠି ଆଳୁ ପୁରା ଚକଡ଼ା ଚକଡ଼ି ହେଇଯାଇଛି। ତ ଆମର ନର୍ମାଲି ମୋରି ଗାଡ଼ି ରଖାଯାଏ, କିନ୍ତୁ ଦେଖନ୍ତୁ ଏଇଠି କେତେ ଗାଡ଼ି ଅଛି, 1 2 3 4 5। ଏ ଗାଡ଼ି ସବୁ କୋଉଠୁ ଆସିଲା ଆପଣ କମେଣ୍ଟ କରି କହିବେ। ତ ଏତେ ଗାଡ଼ି କୋଉଠୁ ଆସିଛି ଆଉ କ'ଣ ପାଇଁ ଆସିଛି। ଫାଇନାଲି ଖାଇବା ପିଇବା ସରିଗଲାଣି, ଆମେ ଆସି ବାହାରେ ଠିଆ ହେଇଛୁ ଆଉ ଏଇଠି ପବନ ଫବନ ଖାଉଛୁ। ତ ଚାଲନ୍ତୁ ଆଜିର ବ୍ଲଗ୍ସ ଏଇଠି ରଖିବା। ଆଇ ହୋପ୍ ଆପଣମାନଙ୍କୁ ଆଜିର ଭିଡ଼ିଓ ପସନ୍ଦ ଲାଇକ୍ କରିଦେବେ, ଚ୍ୟାନେଲ୍ ଯଦି ନୂଆ ସବସ୍କ୍ରାଇବ୍ କରିଦେବେ। ଦେଖା ପୁଣି ଆପଣମାନଙ୍କ ସହିତ ଗୋଟେ ନୂଆ ବ୍ଲଗ୍ସରେ। ଥ୍ୟାଙ୍କ୍ସ ଫର୍ ୱାଚିଂ ମାଇ ବ୍ଲଗ୍ସ। ବାଏ।